ଆଜିର ମୁରଲି ଖାଲି ସମସ୍ୟାଟା କହୁନି, ବରଂ ଆତ୍ମାକୁ କେମିତି ଶୁଦ୍ଧ କରିହେବ ତାର ଗୋଟେ ପୁରା ସ୍ପଷ୍ଟ ରାସ୍ତା ବି ଦେଖାଉଛି। ଆମେ ଆଲୋଚନା କରିବା କେମିତି ଏହି ଆଧ୍ୟାତ୍ମିକ କଳଙ୍କ ଆମ ଯାତ୍ରାକୁ ଧୀମା କରିଦିଏ ଆଉ କେମିତି କେବଳ ପରମପିତାଙ୍କୁ ମନେ ପକାଇବା ହିଁ ଏହାର ସମାଧାନ। ଆଉ ଆମର ଉଦ୍ଦେଶ୍ୟ ବି ସେଇଆ, ଖାଲି ମୁରଲିର ସାର କହିବା ନୁହେଁ, ବରଂ ଭିତରେ ଯୋଉ ଗଭୀର ଶିକ୍ଷା ଅଛି ତାକୁ ବାହାର କରିବା, ଯାହା ଆମ ଦୈନନ୍ଦିନ ପୁରୁଷାର୍ଥରେ କାମରେ ଆସିବ। ଏକଦମ ଠିକ୍। ସେଥିପାଇଁ ଏ ଆଲୋଚନାକୁ ପୁରା ଶୁଣିବାକୁ ଅନୁରୋଧ, ତାହେଲେ ଯାଇ ଏହାର ସୂକ୍ଷ୍ମ କଥାଗୁଡ଼ିକ ଭଲ ଭାବରେ ବୁଝିହବ। ଆଉ ହଁ, ପ୍ରତିଦିନ ମୁରଲି ଆଉ ଏମିତି ଅନେକ ଆଧ୍ୟାତ୍ମିକ ଚିନ୍ତନ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବି ଭୁଲିବେନି। ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚୟ। ତେବେ ମୁରଲିର ମୂଳ ସାରୁରୁ ହିଁ ଆରମ୍ଭ କରିବା। ବାବା କହୁଛନ୍ତି, ମିଠା ସନ୍ତାନମାନେ ସବୁଠୁ ଆଗ ଏଇ ଚିନ୍ତା କର, ମୋ ଆତ୍ମା, ମୋ ଉପରେ କଳଙ୍କ ଲାଗିଛି, ଆଉ ମୋତେ ଏବେ ଭାବିବାକୁ ହେବ ଯେ ଏ କଳଙ୍କ କେମିତି ଦୂର କରିବି। ମାନେ ପ୍ରଥମେ ସ୍ୱୀକାର କରିବାକୁ ପଡ଼ିବ ଯେ ହଁ, କିଛି ସମସ୍ୟା ଅଛି। ନିଜ ଆତ୍ମାର କଳଙ୍କକୁ ଦେଖିବା, ସେଇଟା ହିଁ ପ୍ରଥମ ପାଦ। ଆଜ୍ଞା। ଆଉ ଏଇଟାକୁ ଆହୁରି ଭଲ କି ବୁଝେଇବା ପାଇଁ ବାବା ଗୋଟେ ବଢ଼ିଆ ଉଦାହରଣ ଦେଇଛନ୍ତି, ଚୁମ୍ବକ ଆଉ କଳଙ୍କି ଲାଗିଥିବା ଛୁଞ୍ଚିର। ଏଟା ଏତେ ଶକ୍ତିଶାଳୀ କାହିଁକି ଲାଗେ? କାରଣ ଦେଖନ୍ତୁ, ଏଇଟା ବହୁତ ସରଳ ଭାବରେ ଗୋଟେ ଗଭୀର ସତକଥା ବୁଝେଇ ଦେଉଛି। ପିତା ମାନେ ପରମାତ୍ମା, ସେ ହେଉଛନ୍ତି ପରମଚୁମ୍ବକ, ସ୍ନେହ ଆଉ ଶକ୍ତିର ସାଗର। ହଁ। ଆଉ ଆମେ ଆତ୍ମାମାନେ ହେଉଛୁ ଛୁଞ୍ଚି ପରି। ସ୍ୱାଭାବିକ, ଆମେ ତାଙ୍କ ଆଡ଼କୁ ଟାଣି ହେବା କଥା। ହଁ ତ। କିନ୍ତୁ ଯେମିତି ଛୁଞ୍ଚିରେ ଯଦି କଳଙ୍କ ଲାଗିଯାଏ, ସେ ଆଉ ଚୁମ୍ବକ ଆଡ଼କୁ ଟାଣି ହୁଏନି। ସେମିତି ଆମ ଆତ୍ମା ଉପରେ ଯେତେବେଳେ ଜନ୍ମ ଜନ୍ମର ବିକାର, ପାପକର୍ମ, ଦେହ ଅଭିମାନର କଳଙ୍କ ଲାଗିଯାଏ, ଆଚ୍ଛା, ସେତେବେଳେ ପରମାତ୍ମାଙ୍କ ପାଇଁ ଯୋଉ ସ୍ୱାଭାବିକ ଟାଣ, ସେଇଟା ଆଉ ଅନୁଭବ ହୁଏନି। ଆମେ ସ୍ମୃତି କରିବାକୁ ଚେଷ୍ଟା କଲେ ବି ମନ ଲାଗେନି, ବୁଦ୍ଧି ଏଣେତେଣେ ଦୌଡ଼େ। ଏଇଟା ବହୁତ ବାସ୍ତବିକ ଅନୁଭବ। ତେବେ ଏଇ କଳଙ୍କକୁ ଦୂର କରିବା ପାଇଁ ବିଶେଷ କରି ଏଇ ସମୟରେ କ'ଣ କରିବା ଦରକାର? ମୁରଳୀରେ ଗୋଟେ ପ୍ରଶ୍ନ ବି ଅଛି ନା, ଯେ ଏଇ ଶ୍ରେଷ୍ଠ ସଙ୍ଗମ ଯୁଗରେ, ମାନେ ଏଇ ଯୋଉ ମହତ୍ତ୍ୱପୂର୍ଣ୍ଣ ସମୟ ଚାଲିଛି ପରିବର୍ତ୍ତନର, ଏଥିରେ ସବୁଠୁ ଉଚ୍ଚ ମଣିଷ ହେବା ପାଇଁ କୋଉ ମୁଖ୍ୟ ପୁରୁଷାର୍ଥଟା କରିବାକୁ ହେବ? ହଁ, ପିତାଙ୍କର ଉତ୍ତର ଏକଦମ ସ୍ପଷ୍ଟ। କର୍ମାତୀତ ଅବସ୍ଥା ପାଇବା ପାଇଁ ପୁରୁଷାର୍ଥ କରିବା। କର୍ମାତୀତ ଅବସ୍ଥା ମାନେ? ଏହାର ମାନେ ଖାଲି କର୍ମ ନ କରିବା ନୁହେଁ, ବରଂ କର୍ମ କରୁଥିଲେ ବି ତାର ବନ୍ଧନରୁ, ତାର ପ୍ରଭାବରୁ ପୁରା ମୁକ୍ତ ରହିବା। ଆମ ବୁଦ୍ଧିଟା କୌଣସି କର୍ମ ବନ୍ଧନରେ କି କୌଣସି ଦୁନିଆର ସମ୍ପର୍କରେ କି ଜିନିଷରେ ଏମିତି ଭାବେ ଲାଖି ନ ଯାଉ ଯେ ସେ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।